ଆଉ ବାଗେଇ ସାଗେଇ କଥାବାର୍ତ୍ତା କର। ମୁଁ କଣ ପାଇଁ ଭୁଲ ବାଟ କହିଲି କାହିଁ କହିଲି ସେଟା ମୁଁ ଜାଣିଛି, ମୋ ମନ ଜାଣିଛି। ଆଉ ଯିଏ ବି ମୋ ସହିତ ଏମିତି କରିଛି କେବେ ବି ସେ ଶାନ୍ତିରେ ରହିବନି। ଯୋଉ କହୁନୁ ମୁଁ ଭୁଲ ବାଟକୁ କାହିଁ ଆସିଛି, ଆରେ ମା ତୁ ସୁଧରି ଯା। ଯାହା ତ ଭୁଲ କଲୁ କଲୁ, ତ ନିଜର କିଛିଟା ଖୁସି ପାଇଁ ତୁ ଭୁଲ ବାଟକୁ ଆସିଛୁ, ଠିକ ଅଛି। ସମସ୍ତେ ଜାଣିଛନ୍ତି, ତାଙ୍କ ମା, ବନ୍ଧୁ ବାନ୍ଧବ, ଭଉଣୀ ସମସ୍ତେ ଜାଣିଛନ୍ତି। କିନ୍ତୁ ଯୋଉ ଯୋଉ ପିଲାଦିଟାଙ୍କୁ ତୁ ଜନ୍ମ ଦେଇନୁ, ସେଇ ଯୋଉ ପିଲାଦିଟା ତାର ଜବାବଟା ତତେ ଦେବେ। ଆଉ କିଛି ଦିନ ଅପେକ୍ଷା କର, ଟିକେ ବଡ଼ ହେଇଯାଆନ୍ତୁ ହେଲା। କହୁଛି ମୁଁ ଜାଣିଛି ସବୁ ଭୁଲ ମୁଁ କାହିଁକି କରିଛି, ମୁଁ ଜାଣିଛି। ତତେ ଟିକେ ଖରାପ ଲାଗୁନି? ହଁ, ଏତେ ଦାଣ୍ଟର କଥା କହୁଛୁ। ଭୁଲ ତ କରୁଛୁ, ସେଇଟା ସରେଣ୍ଡର ହେଇଯିବୁ। କହୁଛି ମୁଁ କାହିଁ ଭୁଲ କରୁଛି, ମୁଁ କାହିଁ ଖରାପ ବାଟକୁ ଆଇଲି, ମୁଁ କାହିଁ ଭୁଲ ବାଟ ବାଛି ନେଲି, ମୁଁ ସବୁ ଜାଣିଛି। ଆଉ ତୁ ଯଦି ସବୁ ଜାଣିଛୁ, ସେ ପିଲା ଦିଟାଙ୍କୁ କାହିଁ ଛାଡ଼ିକି ଆସିଥିଲୁ? ହଁ, ସେ ପିଲା ଦିଟାଙ୍କ ଭବିଷ୍ୟତ କଣ କଲୁ? ତୁ ଯୋଉ ଥେଇ ହଉନୁ ସୋସିଆଲ ମିଡ଼ିଆରେ, ସେ ପିଲା ଦିଟାଙ୍କ ଭବିଷ୍ୟତ ବର୍ତ୍ତମାନ କଣ ହବ? ତତେ ଖରାପ ଲାଗୁନି? କହୁଛି ମୁଁ ଭୁଲ ବାଟକୁ କାହିଁ ଆସିଥିଲି, ମୁଁ ଜାଣିଛି। ତାହେଲେ ତୁ ଜାଣିକି ଭୁଲ କରୁଛୁ ନୁହଁ? ଜାଣି ଜାଣି କେହି ଭୁଲ କରନ୍ତିନି, ଅଜାଣତରେ ସମସ୍ତେ ଭୁଲ କରନ୍ତି। ଆଉ ଦାଣ୍ଟରେ କଥା କହନି। ନିଜ ଭୁଲଟା ନିଜେ ସରେଣ୍ଡର ହେଇଯା, ତୋ ବାଟରେ ଥିର ହେଇକି ରହ। ଆଉ ଗୋଟେ କଣ କହିଲୁ, ମୁଁ ଠିକ ସେ ବୁଝିପାରିଲିନି ସେତେବେଳେ। ତୁ ଜାଣିଛୁ ଆଉ ତୋ ମନ ଜାଣିଛି ତୁ କାହିଁକି ଭୁଲ କଲୁ। ଠିକ ଅଛି ମା, ତୁ ଜାଣିଛୁ, ତୋ ମନ ଜାଣିଛି। ତୋ ମନଟାକୁ ଟିକେ ସ୍ଥିର କରି ତୋ ଜାଗାରେ ରଖ, ଷ୍ଟେବଲ ରହୁ ତୋ ମନ। ତୋ ମନ ତ ଉଡ଼ିଲା ଏଣେ ସେଣେ, ବୁଝିପାରିଲୁ? ତୋ ମନରେ ସିନା ତୁ ପ୍ରଭୁ, ତୋ ମନରେ କଣ ଓଡ଼ିଶାବାସୀ ପ୍ରଭୁ? ହଁ, କହିଲା ମୋ ମନ ମୁଁ ଜାଣିଛି କାହିଁ ଭୁଲ କଲି। ତୋ ମନ ତୁ ଜାଣିଛୁ, ଆଉ ତୋ ମନ ଜାଣିଛି ତୁ କାହିଁ ଭୁଲ କଲୁ। ଏଇ ବର୍ତ୍ତମାନ ଯେମିତି ସେ ଯୋଉ ତୋର ସେକେଣ୍ଡ ହଜବେଣ୍ଡ ତତେ ଛାଡ଼ି ଦେଇକି ପଳେଇଲା, ଆଶ୍ୱାସନା ଦେଇକି ଆଣିଥିଲା, ଭଲ ରଖିବି, ଇଏ କରିବି, ସିଏ କରିବି, ତୋ ସ୍ୱାମୀ ମାରୁଛି, ପଳେଇ ଆସେ ମୋ କତିକି। ବର୍ତ୍ତମାନ ଯେମିତି ପଳେଇ ଆଇଲୁ କିଲକିଲ ହେଇକି ତା କତିକି ଦୌଡ଼ିକି, ସିଏ ବର୍ତ୍ତମାନ ତତେ ସେମିତି ଛାଡ଼ି ଦେଇକି ପଳେଇଲା ତା ସ୍ତ୍ରୀ ପିଲାଙ୍କ କତିକି। ତୁ ଯେମିତି ସୋସିଆଲ ମିଡ଼ିଆକୁ ଆଇଲୁ, ଯଦି ତୋ ସ୍ୱାମୀ ମଦ ପିଇକି ତତେ ମାରପିଟ କରୁଥିଲେ, ତୁ ସୋସିଆଲ ମିଡ଼ିଆରେ ଗୋଟେ ଭିଡ଼ିଓ ପକେଇଥାନ୍ତୁ, ସମସ୍ତେ ଦେଶବାସୀ ଜାଣିଥାନ୍ତେ, ଓଡ଼ିଶାବାସୀ ଜାଣିଥାନ୍ତେ। ହଁ, ତୁ ତାପରେ ସେକେଣ୍ଡ ତୋ ହଜବେଣ୍ଡ ପାଖକୁ ଯାଇଥାନ୍ତୁ, କି ତୋ ବୟଫ୍ରେଣ୍ଡ ପାଖକୁ ଯାଇଥାନ୍ତୁ, କି ତୋ ଲଭର ପାଖକୁ ଯାଇଥାନ୍ତୁ, ସେତେବେଳେ ତତେ ଆଉ କେହି କିଛି କହିନଥାନ୍ତେ। ମାନେ ଜାଣିଥାନ୍ତେ ହଁ ତା ସ୍ୱାମୀଟା ତାକୁ ଏମିତି ବାଡ଼ାପିଟା କରୁଛି, ହଇରାଣ ହରକତ କରୁଛି, ସେଥିପାଇଁ ସେ ଭୁଲ ବାଟଟି ବାଛି ନେଲା। ଆଉ ବର୍ତ୍ତମାନ ତୁ କହୁଛୁ ମୁଁ ଜାଣିଛି, ବନ୍ଧୁବାନ୍ଧବ ଜାଣିଛନ୍ତି, ମା ଭଉଣୀ ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି। କେମିତି ସମସ୍ତେ ଜାଣିଲେ? ହଁ, କାହିଁ କେହି ତ ଆସିକି କହୁନାହାନ୍ତି ହଁ ସିଏ କାହିଁକି ତମ ଘର ଲୋକ ଯୋଉ ମାନଙ୍କ ନାଁ ତୁ ମେନସନ କରୁଛୁ, ସେମାନେ ତ କାହିଁ କେହି ବି କହୁନାହାନ୍ତି ହଁ ଆମେ ଜାଣିଛୁ ବୋଲି। ତୁ ହିଁ ତ ଖାଲି କହୁଛୁ। ଆରେ ପାର୍ଟି ଯଦି ସମସ୍ତଙ୍କ କଥା ବିଶ୍ୱାସ କରନ୍ତା, କୋର୍ଟ କଚେରୀ ଉଠିକି ପଳାନ୍ତା, ବୁଝିଲୁ? ପାର୍ଟି କେବେ କୌଣସି ଲୋକଙ୍କର ପାର୍ଟିଟା ଠିକ କଥା କୁହେନି, ଠିକ କଥା ଠିକ ନ୍ୟାୟ ଦେଇପାରେନି। ସେଥିପାଇଁ ତ ନ୍ୟାୟାଳୟ ଅଛି।